তারপরে গদাধরগিরি এডুকেশন ভ্যালু জেনারেটিভ সম্পর্কে লেখা ଦେଇଛନ୍ତି। এই 20টি লেখা এতে প্রকাশিত হয়েছে। ଏହା ହିଁ ହେଉଛି এই ସୁବର୍ଣ୍ଣିକାର ଦିଗ। ଶ୍ରୀ ଠାକୁରଙ୍କ ସମ୍ପର୍କରେ ବିଭିନ୍ନ ଦିଗ ଦେଇ ଲେଖକ ଲେଖିକାମାନେ ଲେଖା ପ୍ରଦାନ କରିଛନ୍ତି, ଯାହା ଆପଣମାନଙ୍କ ଆଗରେ ଉନ୍ମୋଚିତ ହେଲା। ଏହାପରେ ଆମର କାର୍ଯ୍ୟକ୍ରମ ଯେଉଁ ଶ୍ରେୟ ସମ୍ବର୍ଦ୍ଧନା ରଖାଯାଇଛି, ପୂଜ୍ୟପାଦ ଦାଦା 5 ଜଣ ଶ୍ରେୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରଖାଯାଇଥିଲା। ଆମ এই জলেশ্বর যজ্ঞাশ্রম শাখা ডাক্তারী মহামঙ্গল যজ্ঞ তরফରୁ ଆମେ ତାଙ୍କୁ ଆହ୍ୱାନ ଜଣାଇଥିଲୁ। ସମସ୍ତେ ଉପସ୍ଥିତ ଅଛନ୍ତି, କେବଳ ଜଣେ ଆସିପାରି ନାହାନ୍ତି। ସେ ଫୋନ କରିଥିଲେ କୋଉଠି ମିଟିଂ ଅଛି, ଯିଏକି ବର୍ତ୍ତମାନର ସିଡିଏମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଛନ୍ତି କାର୍ଯ୍ୟରେ, ସେ ଆସିପାରି ନାହାନ୍ତି। ଆଉ ଯେଉଁମାନେ ଉପସ୍ଥିତ ଅଛନ୍ତି ସେମାନେ ସମସ୍ତେ ଆମର ପୂଜ୍ୟ ନମସ୍ୟ ପ୍ରଣମ୍ୟ ସେଇଭଳି ବ୍ୟକ୍ତିମାନଙ୍କୁ ଆଜି ସମ୍ବର୍ଦ୍ଧିତ କରାଯିବ ଏବଂ ଏହି ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରିବେ ଶ୍ରୀ ଠାକୁରଙ୍କ ପୁତ୍ର ପୂଜ୍ୟପାଦ ଡକ୍ଟର ବୁଦ୍ଧଦେବ ଚକ୍ରବର୍ତ୍ତୀ ମହୋଦୟ, ଯିଏକି ଆମ ଆଗରେ ଉପସ୍ଥିତ ଅଛନ୍ତି। ସେ ବି ଜଣେ ଅବସରପ୍ରାପ୍ତ ପ୍ରାଧ୍ୟାପକ, ଯିଏକି ରାଞ୍ଚି ୟୁନିଭର୍ସିଟିର ପ୍ରାଧ୍ୟାପକ ଥିଲେ। ଆମ ଘରରେ ଉପସ୍ଥିତ ଅଛନ୍ତି ଶ୍ରୀ ଠାକୁରଙ୍କ ପୁତ୍ର। ସେହି ଶ୍ରେୟବର୍ତ୍ତୀମାନଙ୍କୁ ସମ୍ବର୍ଦ୍ଧିତ କରିବେ, ସେ କାର୍ଯ୍ୟ ବର୍ତ୍ତମାନ ସମ୍ବର୍ଦ୍ଧିତ ହେବ। ରକ୍ତଦାନ ଶିବିରରେ ଯେଉଁମାନେ ନାମ ପଞ୍ଜୀକରଣ କରିଥିଲେ ବର୍ତ୍ତମାନ ସୁଦ୍ଧା ସେମାନେ ସେଠି ପହଞ୍ଚି ନାହାନ୍ତି। କାର୍ଯ୍ୟକ୍ରମ ଚାଲୁ ରହିଛି। ଯଦି ଆ ଭିତରେ କେହି ଥାନ୍ତି ତାହେଲେ ସେମାନେ ଶୀଘ୍ର ଯାଇ ସେ କାର୍ଯ୍ୟରେ ସହଯୋଗ କରି ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ସଫଳ କରିବାର ଭୂମିକା ନିଭାନ୍ତୁ। ସର୍ବୋପରି ଶ୍ରୀ ଠାକୁରଙ୍କ ଅନ୍ୟତମ ପୁତ୍ର ପୂଜ୍ୟପାଦ ବିନାୟକ ଚକ୍ରବର୍ତ୍ତୀ ମହୋଦୟ ମଧ୍ୟ ଆମ ଘରରେ ଉପସ୍ଥିତ ହେଇଛନ୍ତି। ଏହି ଶ୍ରେୟ ସମର୍ଥନା ସଭାରେ ତାଙ୍କୁ ମୁଁ ପ୍ରଣିପାତ ଜଣାଉଛି, କାରଣ ବହୁ କଷ୍ଟ ସ୍ୱୀକାର କରି ଦାଦାମାନେ ଆସିଛନ୍ତି ଏହି କାର୍ଯ୍ୟକ୍ରମକୁ ସଫଳ କିଭଳି ହେବ, ଆମମାନେ କିଭଳି ଭାବରେ ପ୍ରେରଣା ପାଇ ଇଷ୍ଟ ପଥରେ ଆଗେଇ ଯିବୁ, ଏହା ହିଁ ସେମାନଙ୍କ ଇଚ୍ଛା। ବର୍ତ୍ତମାନ ସେଇ କାର୍ଯ୍ୟ ଆରମ୍ଭ ହେବ।